ଏବେ ତୋରି ପାଇଁ ତୋ ପାଇଁ ସିରିଏଲରେ ଆଗକୁ ଆପଣମାନଙ୍କୁ ଦେଖିବାକୁ ମିଳିବ ଯେ କାମିନୀ କୋରୁ ହିଁ ମାରିଦେବ। ତେବେ ଆଗକୁ ଆପଣମାନେ ଏହା ଦେଖିବାକୁ ଯାଉଛନ୍ତି ଚିକି ଆଉ କାମିନୀଙ୍କ ଉପରେ ଆଟାକ୍ କରିଛି ରୁହି। ତେବେ ଦର୍ଶକ ବନ୍ଧୁ, ଚିକିକୁ ଗୁଣ୍ଡାମାନଙ୍କ ହାମଲାରେ ସେ ପଡ଼ିଛନ୍ତି ଏବଂ ସେହି ଗୁଣ୍ଡାମାନଙ୍କୁ କିଏ ପଠାଇଛି ନା ସେ ରୁହି ପଠାଇଛି। ଆଉ ରୁହି ଆଜି ଚିକିକୁ ମାରିବାକୁ ଚେଷ୍ଟା କରୁଥିବ କିନ୍ତୁ କାମିନୀକୁ ମାରିଦେବ। ତେବେ ଦର୍ଶକ ବନ୍ଧୁ, ଆଗକୁ ତ ଆପଣମାନେ ଏକ ଜବରଦସ୍ତ ସିନ୍ ଦେଖିବାକୁ ଯାଉଛନ୍ତି। ତେବେ ସେହି ସମୟରେ କାମିନୀ କ'ଣ କରିଛି ନା ଚିକିକୁ ଖୋଜିବାକୁ ବାହାରିଛି। ଆଉ ଚିକି କୁଆଡ଼େ ଗଲା? ଆଉ ଚିକି ବୋଲି ସେ ଖୋଜି ଖୋଜି ଆସିବ ତା ପାଖକୁ। ଆଉ ଦେଖିବ ଯେ ହଠାତ୍ କାମିନୀ ଚିକିଙ୍କ ଉପରେ ଗୁଣ୍ଡାମାନେ ହାମଲା କରିଛନ୍ତି। ଆଉ କାମିନୀ କହିବ, ଆରେ ଛାଣ ତାକୁ। ଏମିତି କହିକି ସେ ଛଡ଼େଇବ। ଆଉ ଚିକି କାମିନୀକୁ କୁଣ୍ଢେଇକି ଧରିବ ଏବଂ ସେହି ସମୟରେ କାମିନୀ କହିବ, ଏ ହେଲା ହେଲା ଆଉ ଡର ନାହିଁ। ତାପରେ ଏମିତି କହିବା ପରେ ଆଉ ଚିକିଙ୍କ ହାତକୁ ଧରି କାମିନୀ ସେଠୁ ନେଇକି ଆସିବାକୁ ଚେଷ୍ଟା କରିଥିବ। ସେହି ସମୟରେ କ'ଣ ହେଇଛି ନା ରୁହି ସେଠି ମାରିବାକୁ ଚେଷ୍ଟା କରିବ ଏବଂ ସେ ସମୟରେ ଏଣ୍ଟ୍ରି କରିବ। ଆଉ ରୁହି ଯେତେବେଳେ ଏଣ୍ଟ୍ରି କରିବ ସେ ତାଙ୍କୁ ଜେଜେମା ଏମିତି ବୋଲି ସେ ତାପରେ ସେ ଚିତ୍କାର କରିବେ ଆଉ ଏମିତି ମାରିବ ରୁହି ଯେ ତାପରେ କାମିନୀ ତଳେ ପଡ଼ିଯିବ। ଆଉ ତାଙ୍କୁ ଚିକି ବଞ୍ଚେଇବାକୁ ଯିବେ ଆଉ ଉଠେଇବେ ଯେମିତି ତାଙ୍କ ପାଟିରୁ ଫେପଲ ବାହାରି ଯାଉଥିବ ଏବଂ ସେ ସମୟରେ ତାଙ୍କ ପାଟିରେ ତ ଛେପ ବାହାରି ଯାଉଥିବ କିନ୍ତୁ ଜେଜେମା ଉଠ। ତାପରେ ଏମିତି କହିବା ପରେ କାମିନୀର ଜୀବନ ଚାଲି ଯାଇଥିବ। ଆଗକୁ କ'ଣ ହେବ? ପରେ ରାମ ତ ଦୌଡ଼ି ଦୌଡ଼ି ଆସିବ ତାଙ୍କୁ ବଞ୍ଚେଇବାକୁ, କିନ୍ତୁ ବଞ୍ଚେଇ ପାରିବେନି କି କାହିଁକି? ଆଗକୁ କ'ଣ ହେଇପାରେ? ଆପଣମାନେ ଏମିତି ଏପିସୋଡ଼ ସର୍ବପ୍ରଥମେ ପ୍ରୋମୋ ପାଇବାକୁ ହେଲେ ଚ୍ୟାନେଲଟିକୁ ଗୋଟେ ସବସ୍କ୍ରାଇବ୍ କରିକି ରଖନ୍ତୁ। ଆଗକୁ କ'ଣ ହେବ ସେଇଟା ମଧ୍ୟ ଜାଣିପାରିବେ।